ନମସ୍କାର ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଶୁଭ ସକାଳ। ଆଜି ମୁଁ ଆପଣଙ୍କ ପାଇଁ ଓଡ଼ିଶା ତଥା ଦେଶ ବିଦେଶର 25ଟି ବଛା ବଛା ଗୁରୁତ୍ୱପୂର୍ଣ୍ଣ ଖବର ନେଇକରି ଆସିଛି, ଯେଉଁ ଖବର ଗୁଡ଼ିକ ଆପଣମାନେ ଜାଣିବା ନିହାତି ଜରୁରୀ। ଏଥିମଧ୍ୟରେ ସୁଭଦ୍ରା ଯୋଜନା, କାଳିଆ ଯୋଜନା, ରାସନ କାର୍ଡ, ଆବାସ ଯୋଜନା, ସିଏମ କିଷାନ, ପିଏମ କିଷାନ, ସୁନା ଦର, ପେଟ୍ରୋଲ ଦର, ପାଣିପାଗ, କରୋନା ଅପଡେଟ୍ ଏବଂ ନୂତନ ସରକାରୀ ଯୋଜନା ବହୁତ ସାରା ଖବର ରହିଛି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ এই ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତା ସହିତ ଆମ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ଚ୍ୟାନେଲଟିକୁ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ଅଲ୍ କରି ରଖନ୍ତୁ ଏଇଭଳି ଗୁରୁତ୍ୱପୂର୍ଣ୍ଣ ଖବର ଗୁଡ଼ିକୁ ଜାଣିବା ପାଇଁ। ସର୍ବପ୍ରଥମେ ଚାଲନ୍ତୁ ଦର୍ଶକ ବନ୍ଧୁ ପ୍ରଥମ ଖବର ଉପରେ ଯିବା। ନୂଆ ବର୍ଷରେ ଏକାଥରେ ଦୁଇଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନାରେ। ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନୂଆ ବର୍ଷରେ ଏକାଥରେ ଦୁଇଟା କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡ଼ି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଏକାଥରେ ଦୁଇଟା କିସ୍ତିର ଟଙ୍କା ଟ୍ରାନ୍ସଫର ହେବ। ଦୁଇଟା କିସ୍ତିର ଟଙ୍କା ଟ୍ରାନ୍ସଫର ହେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ଆମେ ଏକ ପୋର୍ଟାଲ ଖୋଲିଛୁ, ଯାହାକୁ 21 ବର୍ଷ ହେଲା ସେମାନଙ୍କୁ ଆମେ ସୁଭଦ୍ରା ପୋର୍ଟାଲରେ ସଂଯୋଗ କରୁଛୁ। ଏହା ସହ ଏନ୍ଏଫ୍ଏସ୍ଏ ବା ଏସ୍ଏଫ୍ଏସ୍ଏସ୍ ତଥ୍ୟ ଅନୁଯାୟୀ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଯେଉଁମାନେ ନୂଆରେ ଯୋଡ଼ି ହେଉଛନ୍ତି ସେମାନଙ୍କୁ ଏକାଥରେ ଦୁଇଟା କିସ୍ତିର ଟଙ୍କା ଦିଆଯିବ। ଏହି ଦୁଇ କିସ୍ତି ଏକାଥରେ ଦେବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରୁ ଆମେ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ। ଯେଉଁମାନେ କିଛି ପାଇନଥିଲେ ବୋଲି ଚିନ୍ତା କରୁଥିଲେ, ନୂଆ ବର୍ଷ ଆସୁ ଆସୁ ସେ ଅଭିଯୋଗ ଆଉ ରହିବ ନାହିଁ। ସମସ୍ତେ ସୁଭଦ୍ରା ଯୋଜନା ଟଙ୍କା ପାଇବେ। ତେବେ ସୁଭଦ୍ରା ଯୋଜନାରେ 17 ଲକ୍ଷରୁ ଅଧିକ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି। 17,83,251 ମହିଳାଙ୍କୁ ଆନୁଷ୍ଠାନିକ ଭାବରେ ଯୋଜନାରେ ଯୋଡ଼ାଯାଇଛି। ସେହିପରି 9,36,283 ଆବେଦନକୁ ରିଜେକ୍ଟ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଗତକାଲି ସୁଭଦ୍ରା ଯୋଜନା ପାଇଁ 295 କୋଟି ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି। ସେପଟେ ଭୁବନେଶ୍ୱର ସ୍ଥିତ କୃଷି ଭବନରେ ଉନ୍ମୋଚିତ ହୋଇଛି ଜେଣ୍ଡର ରେସ୍ପନ୍ସିଭ୍ ସେଲ୍। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ବା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଜେଣ୍ଡର ରେସ୍ପନ୍ସିଭ୍ ସେଲ୍ର ଉଦ୍ଘାଟନ କରାଯାଇଛି। ଏହି ସେଲ୍ ମହିଳାମାନଙ୍କ ତାଲିମ, ବଜାର ସଂଯୋଗୀକରଣ, ଋଣ ପ୍ରଦାନ, ଅନ୍ତର୍ଦେୟ ବିକାଶ ଆଦିରେ ସହାୟକ ହେବ, ଯାହାକି ମହିଳାଙ୍କ ନେତୃତ୍ୱରେ ବିକାଶ ପାଇଁ ଏକ ସୁଦୃଢ଼ ମଡେଲ ସାଜିବ। ମିଲେଟ୍ ଚାଷ ପ୍ରକ୍ରିୟାକରଣରେ 70ରୁ 80% ଭାଗ ମହିଳାଙ୍କୁ ହିଁ ଜଡ଼ିତ ଥିବାରୁ ଏହି ସେଲ୍ ଓଡ଼ିଶାର ମିଲେଟ୍ ବିପ୍ଳବକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ପିଏମ କିଷାନ ନ୍ୟୁ ଅପଡେଟ୍। ଏମାନଙ୍କୁ ମିଳିବନି 22ତମ କିସ୍ତି ଟଙ୍କା ନହେଲେ ଏହି ଜରୁରୀ କାମ। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରବର୍ତ୍ତୀ କିସ୍ତି ପାଇବାକୁ ଚାହାନ୍ତି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହି ଯୋଜନା ଅଧୀନରେ ଚାଷୀମାନେ ବାର୍ଷିକ 6,000 ଟଙ୍କା ପାଆନ୍ତି, ଯାହା ସିଧାସଳଖ ଏମାନଙ୍କ ଆକାଉଣ୍ଟକୁ 2,000 ଟଙ୍କା ଲେଖାଏଁ 3ଟି କିସ୍ତିରେ ସ୍ଥାନାନ୍ତରିତ ହୁଏ। ଏ ପର୍ଯ୍ୟନ୍ତ ଯୋଜନାରେ 21ଟି କିସ୍ତି ଜାରି କରାଯାଇଛି ଏବଂ ପ୍ରାୟ 9 କୋଟି ଚାଷୀ 22ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଏହି ସମୟରେ ଚାଷୀ ପରିଚୟ ପତ୍ର ସମ୍ପର୍କରେ ଚାଷୀଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସେମାନେ ଚାଷୀ ପରିଚୟ ପତ୍ର ବିନା 2,000 ଟଙ୍କାର କିସ୍ତି ପାଇବେ କି ନାହିଁ। ସରକାର ଏବେ ଏ ବିଷୟରେ ସ୍ପଷ୍ଟ ଉତ୍ତର ଦେଇଛନ୍ତି। କେଉଁ ଚାଷୀଙ୍କ ପାଇଁ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ? ନା, ରାଜ୍ୟସଭାରେ ଦିଆଯାଇଥିବା ଏକ ଉତ୍ତରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ସମସ୍ତ ଚାଷୀଙ୍କ ପାଇଁ ଚାଷୀ ପରିଚୟ ପତ୍ର ଏପର୍ଯ୍ୟନ୍ତ ବାଧ୍ୟତାମୂଳକ ନୁହେଁ। 14ଟି ରାଜ୍ୟରେ ଯେଉଁଠାରେ ଚାଷୀ ପରିଚୟ ପତ୍ର କାର୍ଯ୍ୟକାରୀ ହୋଇଛି, ସେଠାରେ ପଞ୍ଜୀକରଣ ସମୟରେ ନୂଆ ଚାଷୀଙ୍କ ପାଇଁ ଏହା ବାଧ୍ୟତାମୂଳକ। ତଥାପି ଯେଉଁ ରାଜ୍ୟଗୁଡ଼ିକରେ ଏହି ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ, ସେଠାରେ ବିଦ୍ୟମାନ ହିତାଧିକାରୀମାନେ ଚାଷୀ ପରିଚୟ ପତ୍ର ବିନା ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଲାଭ ଉଠାଇ ପାରିବେ। ଏପରି ଚାଷୀମାନଙ୍କୁ ବର୍ତ୍ତମାନ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଯଦି ଜଣେ ଚାଷୀ ନୂଆ ଭାବରେ ପଞ୍ଜୀକରଣ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ପ୍ରଥମେ ଯାଞ୍ଚ କରିବା ଉଚିତ ଓ ସେମାନଙ୍କ ରାଜ୍ୟରେ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ କି ନାହିଁ। କାହିଁକି କୃଷକ ପରିଚୟ ପତ୍ର ପ୍ରଚଳନ କରାଯାଉଛି? କୃଷକ ପରିଚୟ ପତ୍ର ମାଧ୍ୟମରେ ସରକାର ଯୋଜନାର ଟଙ୍କା କେବଳ ପ୍ରକୃତ ଓ ଯୋଗ୍ୟ ଚାଷୀଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବାକୁ ଚାହୁଁଛନ୍ତି। କୃଷକ ପରିଚୟ ପତ୍ର ଚାଷୀଙ୍କ ଜମି, ଆଧାର, ବ୍ୟାଙ୍କ ଆକାଉଣ୍ଟ ସୂଚନାକୁ ଗୋଟିଏ ସିଷ୍ଟମରେ ଲିଙ୍କ କରିଥାଏ। ଏହା ନକଲି ହିତାଧିକାରୀଙ୍କୁ ହଟାଇବାରେ ସାହାଯ୍ୟ କରେ। ଭବିଷ୍ୟତରେ ଏହି କୃଷକ ପରିଚୟ ପତ୍ର ଅନ୍ୟାନ୍ୟ ସରକାରୀ ଯୋଜନା ମଧ୍ୟ ଉପଯୋଗୀ ହେବେ। ଯଦି ଚାଷୀ ପରିଚୟ ପତ୍ର ନାହିଁ, ତେବେ କିସ୍ତି ବନ୍ଦ କରାଯାଇ ପାରିବ କି? ଯେଉଁ ରାଜ୍ୟଗୁଡ଼ିକରେ ଚାଷୀ ପରିଚୟ ପତ୍ର କାର୍ଯ୍ୟକାରୀ ହୋଇଛି, ଯଦି ଜଣେ ଚାଷୀ ପରିଚୟ ପତ୍ର ପାଇନାହାନ୍ତି, ତେବେ ତାଙ୍କର ପରବର୍ତ୍ତୀ 2,000 ଟଙ୍କା କିସ୍ତିକୁ ରୋକି ଦିଆଯାଇପାରେ। ଏପରି ପରିସ୍ଥିତିରେ ସିଷ୍ଟମ ଚାଷୀଙ୍କ ବିବରଣୀ ଯାଞ୍ଚ କରିପାରେ। ତେଣୁ ଯେଉଁ ରାଜ୍ୟଗୁଡ଼ିକରେ ଚାଷୀ ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଯାଇଛି, ସେଠାରେ ସମୟ ମଧ୍ୟରେ ପଞ୍ଜୀକରଣ
ପଞ୍ଜୀକରଣ କରିବା ଉଚିତ। କିଏ ଆବେଦନ କରିପାରିବେ ନା କେବଳ ଯେଉଁ ଚାଷୀମାନଙ୍କ ନାମରେ କୃଷି ଜମି ଅଛି ସେମାନେ ହିଁ ପରିଚୟପତ୍ର ଆବେଦନ କରିପାରିବେ। କ୍ଷୁଦ୍ର ନାମମାତ୍ର ଚାଷୀ ମଧ୍ୟ ଯୋଗ୍ୟ ବା ଜମି ରେକର୍ଡ ସଠିକ୍ ହେବା ଆବଶ୍ୟକ ଏବଂ ଆଧାର ନମ୍ବର ମୋବାଇଲ ନମ୍ବର ସହିତ ଲିଙ୍କ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପୂର୍ବରୁ ପଞ୍ଜୀକୃତ ଚାଷୀମାନଙ୍କୁ ମଧ୍ୟ ଚାଷୀ ପରିଚୟପତ୍ର ପାଇବାକୁ ପରାମର୍ଶ ଦିଆଯାଇଛି। ଚାଷୀ ପରିଚୟପତ୍ର ପାଇଁ ଆବଶ୍ୟକ ଡକୁମେଣ୍ଟ ଆଧାର କାର୍ଡ, ଜମି ମାଲିକାନା ଡକୁମେଣ୍ଟ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ଆକ୍ଟିଭ ମୋବାଇଲ ନମ୍ବର, କିଛି ରାଜ୍ୟରେ ବାସସ୍ଥାନ କିମ୍ବା ପ୍ରମାଣପତ୍ରର ମଧ୍ୟ ଆବଶ୍ୟକତା ପଡ଼ିପାରେ। ଚାଲନ୍ତୁ ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ଡିସେମ୍ବର 31 ପର୍ଯ୍ୟନ୍ତ ସ୍କୁଲ ବନ୍ଦ। ବିହାରରେ ତାପମାତ୍ରା ହ୍ରାସ ପାଉଥିବାରୁ ପ୍ରଶାସନିକ ନିଷ୍ପତ୍ତି ନେବାରେ ଲଗାତାର ପରିବର୍ତ୍ତନ ଆସୁଛି। ଶୀତ ଲହରୀ ଆସିବାର ଆଶଙ୍କା ମଧ୍ୟରେ ପାଟନା ଜିଲ୍ଲା ପ୍ରଶାସନ ଡିସେମ୍ବର 26 ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ରଖିଛି। ଭାଗଲପୁର ଜିଲ୍ଲା ପ୍ରଶାସନ ମଧ୍ୟ ଥଣ୍ଡାର ବର୍ଦ୍ଧିତ ପ୍ରଭାବକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲା ମାଜିଷ୍ଟ୍ରେଟ ନିର୍ଦ୍ଦେଶରେ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାଗତ କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି। ପ୍ରବଳ ଥଣ୍ଡା, ଘନ କୁହୁଡ଼ି, ଥଣ୍ଡା ପବନ ଉତ୍ତର ଭାରତ ସମେତ ସାରା ଦେଶରେ ସାଧାରଣତଃ ଜୀବନଯାତ୍ରାକୁ ଗୁରୁତର ଭାବରେ ବ୍ୟାହତ କରିଛି। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ନା ମଣ୍ଡି ଖୋଲିଛି, ଚାଷୀ ବିକି ପାରୁନି ଧାନ। 18 ଜିଲ୍ଲାରେ ଏପର୍ଯ୍ୟନ୍ତ ଖୋଲିନି ମଣ୍ଡି। ଧାନ ଅମଳ ସରିବାକୁ ପ୍ରାୟ ମାସେ ବିତିଲାଣି, ଏପର୍ଯ୍ୟନ୍ତ ଧାନ କିଣା ସୁରୁଖୁରୁରେ ହୋଇପାରି ନାହିଁ। ସରକାର ଧାର୍ଯ୍ୟ କରିଛନ୍ତି କୁଇଣ୍ଟାଲ ପିଛା 3100 ଟଙ୍କା ମିଳିବ, ହେଲେ ଅଧାରୁ ଅଧିକ ଚାଷ ଉପକୃତ ହୋଇପାରୁନାହାନ୍ତି। ଧାନ କିଣା ପାଇଁ ଏବେ ରାଜ୍ୟରେ 12 ଜିଲ୍ଲାରେ ମଣ୍ଡି ଖୋଲିଛି, ଆହୁରି 18 ଜିଲ୍ଲାରେ ମଣ୍ଡି ଖୋଲା ହୋଇପାରି ନାହିଁ। ଧନ୍ୟ ପଡ଼ୋଶୀ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଧାନର ଏମ୍ଏପି ଅଧିକ ରହିଛି। ଧାନ କୁଇଣ୍ଟାଲ ପିଛା 3100 ଟଙ୍କା ଦେଉଛନ୍ତି ସରକାର, ହେଲେ ଅଧିକାଂଶ ଚାଷୀ ଏଥିରୁ ଲାଭ ପାଇପାରୁନାହାନ୍ତି। ଧାନ ଅମଳ ପରେ ବିକିବା ପାଇଁ ଚାଷୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏପଟେ ରାଜ୍ୟରେ 12 ଜିଲ୍ଲାରେ ମଣ୍ଡି ଖୋଲିଛି, ଆହୁରି 18 ଜିଲ୍ଲାରେ ମଣ୍ଡି ଖୋଲି ହୋଇପାରୁନାହିଁ। ଆଉ ଯେଉଁଠି ବି ମଣ୍ଡି ଖୋଲିଛି ସେଠାରେ ଧାନ ସଂଗ୍ରହ ଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି। ରାୟଗଡ଼ା, ରଣପୁର କ୍ରୟକାରୀ ସଂସ୍ଥାକୁ ଟାର୍ଗେଟ ଆସିନଥିବାରୁ ମଣ୍ଡିକୁ ଧାନ କିଣି ଯାଇପାରୁନାହିଁ। ଫଳରେ ମଣ୍ଡିକୁ ଯାଇ ଚାଷୀଙ୍କୁ ନିରାଶ ହେବାକୁ ପଡୁଛି। ସୋନପୁରରେ ଧାନ ବିକ୍ରି ହୋଇପାରୁନଥିବାରୁ 6 ଦିନ ହେଲା ବରଗଡ଼ ମୁଖ୍ୟ ରାସ୍ତା ସାରସମଲ ଛକରେ ଧାନ ବସ୍ତା ରଖି ଚାଷୀ ରାସ୍ତା ରୋକ କରିଛନ୍ତି। ଚାଷୀ ଧାନ ବିକ୍ରି କରିବାକୁ ହସ୍ତତନ୍ତ ହେଉଥିଲେ ମଧ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଧାନ ସଂଗ୍ରହର 25 ଦିନ ମଧ୍ୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ 2 ଗୁଣ ବେଗରେ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି ବୋଲି ଦାବି କରିଛନ୍ତି ସରକାର। 12ଟି ଜିଲ୍ଲାରେ ସୁରୁଖୁରୁରେ ଧାନ ସଂଗ୍ରହ ହେଉଛି। ଗତ ବର୍ଷ ଚଳିତ ବର୍ଷ ଚାଷୀ ପଞ୍ଜୀକରଣ 17,50,000, 19,68,000, ଜମି ପଞ୍ଜୀକରଣ 58.14 ଲକ୍ଷ, 61.76 ଲକ୍ଷ ଏକର, ଟୋକନ ବଣ୍ଟନ 4.07 ଲକ୍ଷ ବା 9.41 ଲକ୍ଷ, ଧାନ ବିକ୍ରି କରିଥିବା ଚାଷୀ 60,000 1 ଲକ୍ଷ। ଧାନ କିଣାରେ ଅବ୍ୟବସ୍ଥାତା ନେଇ ବାରମ୍ବାର ଚାଷୀଙ୍କ ଅଭିଯୋଗ ପରେ ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି। ବୈଠକରେ ଜିଲ୍ଲାଧାରୀ ଧାନ କିଣା ବାବଦରେ ଆଲୋଚନା କରାଯାଇଛି। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ଆସନ୍ତା 22ରୁ ଯୁକ୍ତ 2 ଇଣ୍ଟରନାଲ ପରୀକ୍ଷା, ଜାନୁଆରୀ 2ରୁ ପ୍ରାକ୍ଟିକାଲ, ଫେବୃଆରୀ 8ରୁ ଫାଇନାଲ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ ପାଇଛି। ଏମାନେ CHSE ପରୀକ୍ଷା ନିମନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ସମସ୍ତ ଷ୍ଟ୍ରିମର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଟ୍ କାର୍ଡ ପ୍ରଦାନ ସମୟରେ ନାଁ, ପିତାମାତାଙ୍କ ନାମ, ପରୀକ୍ଷା ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ସୂଚନାଯୋଗ୍ୟ ଆସନ୍ତା 22 ତାରିଖରୁ 31 ତାରିଖ ଯାଏଁ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଜାନୁଆରୀ 2ରୁ 15 ପ୍ରାକ୍ଟିକାଲ ପରୀକ୍ଷା ହେବ। ଫେବୃଆରୀ 8ରୁ 25 ମାର୍ଚ୍ଚ ଯାଏଁ ଥିଓରି ପରୀକ୍ଷା ହେବ। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମୋଟ 4,737 ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଦର୍ଶକ ବନ୍ଧୁ ପରବର୍ତ୍ତୀ ଖବର ଉପରେ ଯିବା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମିଳିବ 51,000 ଟଙ୍କା। ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ। ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା MKBY ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ 51,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଯୋଜନାର ଅନ୍ତର୍ଗତ ମୋଟ 51,000 ଟଙ୍କାକୁ ନିମ୍ନମତେ ପ୍ରଦାନ କରାଯିବ। କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 35,000 ଟଙ୍କା ଟ୍ରାନ୍ସଫର କରାଯିବ। ଶାଢ଼ୀ, ଅଳଙ୍କାର, ବାସନକୁସନ ପାଇଁ 10,000 ଟଙ୍କା ଧାର୍ଯ୍ୟ କରାଯାଇଛି। ବିବାହ ଆୟୋଜନ ଓ ସାଜସଜ୍ଜା ଓ ଖାଦ୍ୟପେୟ ପାଇଁ ବାକି 6,000 ଟଙ୍କା ବ୍ୟୟ କରାଯିବ। ଯୋଗ୍ୟତା ଓ ସର୍ତ୍ତାବଳୀ ଜାଣନ୍ତୁ। ବୟସ ସୀମା, ବିବାହ ସମୟରେ କନ୍ୟାର ବୟସ 18ରୁ 35 ବର୍ଷ ଏବଂ ବରର ବୟସ 21ରୁ 35 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ବାସିନ୍ଦା କ'ଣ? ଉଭୟ ବର ଓ କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। ତୃତୀୟ ନମ୍ବର, ବର୍ଗ। ଏହି ଯୋଜନା ମୁଖ୍ୟତଃ BPL ଏବଂ ଆର୍ଥିକ ଅନଗ୍ରସର ବର୍ଗର ପରିବାର ପାଇଁ ଉଦ୍ଦିଷ୍ଟ ବା ବିଧବା ଅସହାୟ ଶ୍ରେଣୀର ମହିଳାଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ।
କିପରି ହେବ କାର୍ଯ୍ୟକାରୀ? ନା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଅଙ୍ଗନବାଡ଼ି କର୍ମୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବିଡ଼ିଓ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନେ ହିତାଧିକାରୀ ଚିହ୍ନଟ ନଥିପତ୍ର ଯାଞ୍ଚରେ ସାହାଯ୍ୟ କରିବେ। 2025-26, 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ସରକାର 59.30 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ସମୂହ ବିଭାଗକୁ ମଧ୍ୟ ପ୍ରୋତ୍ସାହନ କରାଯିବ। ଦର୍ଶକ ବନ୍ଧୁ, ପରବର୍ତ୍ତୀ ଖବର ଉପରେ ଯିବା। ହଠାତ୍ କମିଗଲା ସୁନା ଦର, ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର। ଡେରି ନକରି ଶୀଘ୍ର ଯାଆନ୍ତୁ। ତଳମୁହାଁ ହେଲା ସୁନା ଦର। ଭାରତରେ 24 କ୍ୟାରେଟ୍, 22 କ୍ୟାରେଟ୍, 18 କ୍ୟାରେଟ୍ ସୁନାର ମୂଲ୍ୟ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ହ୍ରାସ ପାଉଛି। ଗତ ସପ୍ତାହରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 1200 ବା 10 ଗ୍ରାମ 12,000 ହ୍ରାସ ପାଇଛି। ଏହି ସପ୍ତାହର ଆରମ୍ଭରେ ମୂଲ୍ୟ ସର୍ବକାଳୀନ ସର୍ବାଧିକ ଥିଲା। ବର୍ତ୍ତମାନ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 1,34,180 ବା 22 କ୍ୟାରେଟ୍ ସୁନାର ମୂଲ୍ୟ 1,23,000 ଓ 18 କ୍ୟାରେଟ୍ ସୁନାର ମୂଲ୍ୟ 1,630 ଟଙ୍କା ରହିଛି। 10 ଗ୍ରାମ ସୁନାର ଦାମ କେତେ? ଏହି ସମୟରେ 10 ଗ୍ରାମ ବା 24 କ୍ୟାରେଟ୍ ସୁନାର ମୂଲ୍ୟ 13,41,700 ବା 22 କ୍ୟାରେଟ୍ ସୁନାର ମୂଲ୍ୟ 12,29,000, 18 କ୍ୟାରେଟ୍ ସୁନାର ମୂଲ୍ୟ 10,06,300 ରହିଛି। ଗତକାଲି ଡିସେମ୍ବର 19 ତାରିଖ ମୂଲ୍ୟ 6,600 ହ୍ରାସ ପାଇଛି। ସୁନାର ମୂଲ୍ୟ ଡିସେମ୍ବର 15 ତାରିଖରେ ପହଞ୍ଚିଥିବା ରେକର୍ଡ ସର୍ବୋଚ୍ଚ ମୂଲ୍ୟଠାରୁ ଯଥେଷ୍ଟ ହ୍ରାସ ପାଇଛି। 10 ଗ୍ରାମ ସୁନା ଏହାର ସର୍ବୋଚ୍ଚ ମୂଲ୍ୟ 1,35,380 ଠାରୁ 1,200 ଅଛି ଓ 10 ଗ୍ରାମ 24 କ୍ୟାରେଟ୍ ସୁନା ଏହାର ଜନ୍ମକାଳୀନ ସର୍ବୋଚ୍ଚ ମୂଲ୍ୟ 13,53,800 ରୁ 12,000 ହ୍ରାସ ପାଇଛି। ତଥାପି ଡିସେମ୍ବର ମାସ ପାଇଁ ସୁନାର ମୂଲ୍ୟ ଏପର୍ଯ୍ୟନ୍ତ 3% ବୃଦ୍ଧି ପାଇଛି। ଏଲ୍କେପି ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ କ୍ଷଣସ୍ଥାୟୀ ସମୟରେ ସୁନା 1,31,500 ରୁ 1,34,000 ମଧ୍ୟରେ ରହିପାରେ। ଯଦି ଏହା ହୁଏ ତେବେ ଖ୍ରୀଷ୍ଟମାସ ସପ୍ତାହରେ ସୁନାର ଦାମରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ରୂପାର ଦାମ ମଧ୍ୟ କମିଲା। 1 କିଲୋଗ୍ରାମ ରୂପାର ମୂଲ୍ୟ ବର୍ତ୍ତମାନ 2,09,000 ଟଙ୍କା ଅଟେ ଓ ଯାହା ଡିସେମ୍ବର 18 ତାରିଖରେ 3,000 ଟଙ୍କା ହ୍ରାସ ପାଇଥିଲା। 10 ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ 20,900 ରୁ 2,090 ରହିଛି। ଡିସେମ୍ବର ମାସରେ ରୂପା ସୁନାକୁ ପଛରେ ପକାଇ ଦେଇଛି। ଏହି ସମୟରେ ରୂପାର ଦାମ 11% ବୃଦ୍ଧି ପାଇଛି।